ମୋ ଝିଅ ଯେତେବେଳେ ପଳେଇଲା ସିଏ ଚାହୁଁଥିଲା ଆମେ ଚୁପ୍ ରହୁ ବୋଲି, ଯେହେତୁ ମୋର ଝିଅ, ସେଇ ଝିଅକୁ ମୁଁ ଭରସା କରିକି ରହିଥିଲି। ମୋ ଝିଅଟା ପଳେଇଯାଇଛି, ମୁଁ ଧାଇମିନି। ମୁଁ ସେଥିପାଇଁ ସାଙ୍ଗେ ସାଙ୍ଗେ ଯାଇ ଏଫଆଇଆର ଦେନି। ବୁଝାବୁଝି କଲେ, ବୁଝାବୁଝି କରିକି ଯାହା ତ ବୁଝିଲେ, ବୁଝିକି କହିଲେ 22 ବର୍ଷ ହେଇଛି, ତମ ଝିଅକୁ ଆମେ ଫେରେଇ ପାରିବୁନି, ଯାହା ଆମେ ବୁଝିକି ରହିନୁ। ତାପରେ ମୋ ଭଉଣୀକି ଟାର୍ଗେଟ୍ ରଖିଲେ, କହିଲେ ସେ ମାଉସୀ ବେଶୀ ଦୌଡ଼ୁଛି। ମୋ ସ୍ୱାମୀ ଟିକେ ଅଳ୍ପ ବୁଦ୍ଧି ତାଙ୍କର, ସେଇଥିପାଇଁ ତା ମାଉସୀ ଟିକେ ଦୌଡ଼ା ଧାପଡ଼ା ମୋ ସାଙ୍ଗରେ କରେ। ସେଥିପାଇଁ ମାଉସୀ ଦୌଡ଼ୁଛି, ମାଉସୀକି ଦେଖିନେବା, ମାଉସୀକି ଯେଉଁ ବାଟେ ହେଲେ ମାରିକି ଦରମରା କରିବା। ସତକୁ ସତ କାଲି ମାଇଲେ, କାଲି ସତର ମାରିଛନ୍ତି, ମାନେ ନଙ୍ଗଳା ମଙ୍ଗଳା କରିକି ମାରିଛନ୍ତି। ମାରିଲା ପରେ ମୋତେ ସେ କହିଲା, ନାନୀ ମୁଁ ଛୁଆଙ୍କୁ ଛାଡ଼ିକି ଆସିଛି, ଟିକେ ଯା। ମୁଁ ସେଇଠୁ ମୋ ପଡ଼ୋଶୀ ଗୋଟେ ଦିଅର ହିସାବ ହେବ, ମୁଁ କହିନି ମୁଁ ଚାଲି ଚାଲିଆ କେମିତି ଯିମି, ମୋ ଦେହ ତ ଭଲ ନାହିଁ, ମୋତେ ଟିକେ ନେଇ ଚାଲନି ଗାଡ଼ିରେ, ମୁଁ ତମ ତେଲ ପକେଇଦେମି। ସେ ଜଷ୍ଟ ଆଣିକି ମୋତେ ଛାଡ଼ିକି ବୁଲେଇକି ଯାଉଛି। 2 ଭଉଣୀ, ତା ମାଆ, ତା 2 ଭିଣେଇ, ତା ବାପ ପୁଅ, ମୁଁ, ମୋ ମାଆ, ଆଉ ମୋର ଗୋଟେ ନୂଆ ଭାଉଜଟେ ଆସିଛି। ମୋ ଭାଉଜ ଡରର ଆସୁନି, ତାର ପିଲା ଯେହେତୁ ରହିଛି ପେଟର, ସେ ଆସୁନି। ମୋ ମାଆକୁ ମୋତେ ପିଟୁଛନ୍ତି। ସେଇଠୁ ସେ ପିଲାଟା ମାନେ ଯେ ମୋ ସାଙ୍ଗରେ ଆସିଥିଲା, ସିଏ କହିଲା କାହିଁକି ମାରୁଛ, ମାରନି, ମାନେ ତାକୁ ମାଣ୍ଡି ବସିକି ତା ପଇତା ଫଇତା ଛିଡ଼େଇକି ମାଣ୍ଡି ବସିକି ପୁରା ତଣ୍ଟି ଚିପିକି ରକ୍ତ ବାହାର କରିଦେଲେଣି। ମୁଁ ସେଇଠୁ ଯାଇ ଛଡ଼େଇବା ଟାଇମ୍ରେ ମୋତେ ପକେଇ ଦେଇକି ମୋ ପେଟକୁ ଦେଖନ୍ତୁ ପୁରା 3 ପାହାର ଖଣ୍ଡର ବାଁସରେ ପକେଇଛନ୍ତି, ହାତ ଫଟେଇ ଦେଇଛନ୍ତି। ଥାନାରେ ଏତାଲା ଦେଇଛୁ। ମୁଁ ଯାଇପାରିଲିନି, ମୁଁ ପୁରା ସିରିୟସ୍ ଯାଇପାରିଲିନି। ଯାଇଥିଲେ ସମସ୍ତେ, ମୋ ଭାଇ ଯାଇଥିଲେ, ଯାଇକି ଦେଇକି ଆସିଛନ୍ତି। ଆଉ ମୁଁ କ'ଣ ଗରିବ ବୋଲି ନ୍ୟାୟ ପାଇମିନି? ଝିଅ ତ ନେଲେ, ତାପରେ ମାଡ଼ ବି ଖାଇମି ନା? ପୁଅର ବାପ, ପୁଅର ମା ଆଉ ପୁଅ ସେ ନିଜେ ମୋତେ ଯାଇଥିଲି ଗାଁକୁ ଗ୍ରୁପ୍ ପଇସା ଆଣିବା ପାଇଁ। ସେ ପୁଅର ମା ମୋତେ ଗାଳିଗୁଜ କଲା। ମୁଁ ପଚାରିବାରୁ ମୋତେ ମାଣ୍ଡି ବସିକି ମାଇଲେ। ଆଉ ମୋ ସୁନା ଚେନ୍, ମୋ କାନଫୁଲ ନେଇଯାଇଛନ୍ତି। ତାପରେ ମୁଁ ଯାଇଥିଲି ଥାନାକୁ ଏଫଆଇଆର ଦେବା ପାଇଁ। ମୁଁ ଯାଇଲା ପରେ ତାପରେ ସେଇ ରାଗରେ ମୋ ଭଉଣୀକି ମୋ ମାଆକୁ ଆସିକି ମାରିଛନ୍ତି। ଆଉ କାରଣଟା କ'ଣ ମୁଁ ତ କହିପାରିବିନି ନା, କାରଣ ଯେହେତୁ ଆମ ଝିଅକୁ ସେ ନେଇଯାଇଛନ୍ତି, ସେଇ ରାଗରେ ହିଁ ମାମୁଁକୁ ମାରୁଛନ୍ତି। ମୋତେ ଧମକ ଦେଇଥିଲେ ଯେ ଝିଅର ମାଉସୀକି ମୁଁ ମାରିମି, ପୁଅର ଭିଣେଇ, ପୁଅର ପୁଅ ଆଉ ପୁଅର ମା, ମୋତେ ଧମକ ଦେଇଛନ୍ତି ମାରିବା ପାଇଁ।